ଜଣେ ରାଜା ଥିଲେ। ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲା। ସେ ପ୍ରଜାମାନଙ୍କୁ ବହୁତ ସ୍ନେହ ଦୟା ଦେଖାଇ ପାଳନ କରୁଥିଲେ। ନିଜର ସନ୍ତାନ ଠାରୁ ବଳି ସେ ପାଳନ କରୁଥିଲେ। ଆସ୍ତେ ଆସ୍ତେ ରାଜାଙ୍କର ବୟସ ବଢ଼ିବା ଲାଗିଲା। ସେ ଭାରି ଚିନ୍ତାରେ ରହିଲେ। ସେ ଭାବିଲେ ମୋ ପରେ କିଏ ରାଜା ହେବ। ସବୁ ପ୍ରଜାମାନଙ୍କୁ ଡାକିଲେ। ଗୋଟିଏ ଚାଙ୍ଗୁଡ଼ି ଆଉ ମଞ୍ଜି ଦେଲେ। କହିଲେ ଏଇ ମଞ୍ଜିକି ନେଇ ତୁମେ ଲଗାଇବ, ତାପରେ ଫଳ ହେଲେ ଧରିକି ଆସିବ। ଲୋକମାନେ ଧରିକି ଗଲେ। ତାପରେ ଚାଙ୍ଗୁଡ଼ିରେ ମାଟି ଭର୍ତ୍ତି କରି ମଞ୍ଜିକୁ ଲଗାଇଲେ, ସାର ଦେଲେ। ଗଛ ବଢ଼ିଲା। ଗଛରେ ଫୁଲ ଫଳ ହେଲା। ରାଜା କିନ୍ତୁ ପବନାର କୌଣସି ଫୁଲ କି ଫଳ ହେଲା ନାହିଁ। ଯେତେ ସାର ଦେଲେ, ଯେତେ ପାଣି ଦେଲେ ମଧ୍ୟ କିଛି ଗଛ ଉଠିଲା ନାହିଁ। ରାଜା ଡକେଇ ପଠାଇଲେ ଯେ ସମସ୍ତେ ଗଛକୁ ଧରି ଆସ। ସବୁ ଲୋକ ଗଛ ଧରି ଆସିଲେ, କିନ୍ତୁ ପବନା ଖାଲି ଝୁଡ଼ି ଧରିକି ଆସିଲା। କହିଲା ମହାଶୟ, ଏଠି କୌଣସି ଗଛ ଉଠିଲା ନାହିଁ। ଯେତେ ସାର ପାଣି ଦେଲି କିଛି ଉଠିଲା ନାହିଁ। ଅନ୍ୟମାନଙ୍କ ଗଛରେ ଫଳ ହେଇଛି। ରାଜା କହିଲେ, ତମେ ମିଛରେ ଅନ୍ୟ ଗଛ ଆଣି ଲଗାଇ ଏଇ ଫୁଲ ଫଳ କରିଛ। କିନ୍ତୁ ପବନା ସେସବୁ କିଛି କରିନାହିଁ। ଏଇ ମଞ୍ଜିରେ କୌଣସି ଫଳ ହେବ ନାହିଁ। ତେଣୁ ପବନା ଏଇ ରାଜ୍ୟକୁ ସମ୍ଭାଳିବ। ଆମେ ଜାଣିଲେ ଯଦି ଆମେ ସତରେ ରହିବା, ନିଶ୍ଚୟ କିଛି ନା କିଛି ଫଳ ମିଳିବ। ତେଣୁ ତୁମେମାନେ ସବୁବେଳେ ସର୍ବଦା ସତ କଥା କହିବାକୁ ଚେଷ୍ଟା କରିବ।